ପିଲାମାନେ ଚାର୍ଲସ ଲ୍ୟାମ୍ଙ୍କ ଦ୍ୱାରା ଲିଖିତ ଓଲ୍ଡ ଚାଇନା ଇଂଲିଶ ଲିଟରେଚରର ଏକ ଅତି ସୁନ୍ଦର ଆବେଗପୂର୍ଣ୍ଣ ଏବଂ ହୃଦୟସ୍ପର୍ଶୀ ପ୍ରବନ୍ଧ। ଏହି ପ୍ରବନ୍ଧରେ ହାସ୍ୟରସ ବା ଯେଉଁଟା ଆମେ କମେଡ଼ି କହୁଛେ ଏବଂ ତା ସହିତ ଜୀବନର ଗଭୀର ଦର୍ଶନର ଏକ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଛି। ଏହି ଯେଉଁ ପ୍ରବନ୍ଧଟି ବହୁତ ସହଜ ଏବଂ କଥାବାର୍ତ୍ତା ଛଳରେ ଆରମ୍ଭ ହୋଇ ଜୀବନର ଏକ ବଡ଼ ସତ୍ୟ ଆଡ଼କୁ ଗତି କରିଛି। କ'ଣ ହେଇଛି ନା ପ୍ରବନ୍ଧର ଆରମ୍ଭରେ ଲେଖକ ବା ଏଲିଆ ପୁରୁଣା ନୀଳ ଏବଂ ଧଳା ରଙ୍ଗର ଚାଇନା ମାଟି ପାତ୍ର ପ୍ରତି ତାଙ୍କର ଥିବା ପ୍ରବଳ ଭଲ ପାଇବା ବିଷୟରେ କହିଛନ୍ତି। ଏହି କପ୍ ଗୁଡ଼ିକ ଉପରେ ହୋଇଥିବା ଚିତ୍ରକଳାକୁ ବହୁତ କୌତୂହଳପୂର୍ଣ୍ଣ ଭାବେ ବର୍ଣ୍ଣନା କରିଛନ୍ତି, ଯେଉଁଠି ଚିତ୍ରର କୌଣସି ନିର୍ଦ୍ଦିଷ୍ଟ ପରିପ୍ରେକ୍ଷୀ ନାହିଁ। ଜଣେ ମାଣ୍ଡାରିନ୍ 2 ମାଇଲ ଦୂରରେ ଠିଆ ହେଲା ପରି ଦେଖାଯାଉଥିବା ଜଣେ ମହିଳାଙ୍କୁ ଚା ବଢ଼ାଇ ଦେଉଛନ୍ତି। ଏହା ଏକ ଛୋଟ ଡଙ୍ଗା ପାହାଡ଼ ଉପରକୁ ଚଢ଼ିଯାଇଛି। ଏଇଭଳିଆ ଚିତ୍ର। ମାଣ୍ଡାରିନ୍ ମାନେ ଚାଇନା ଭଦ୍ର ଲୋକଙ୍କୁ ସବୁ ମାଣ୍ଡାରିନ୍ କୁହାଯାଏ। ଚା ପିଇବା ସମୟରେ କ'ଣ ହେଇଛି, ନିଜର ଜଣେ ନୂଆ କିଣିଥିବା ପୁରୁଣା ଏଇ ଯେଉଁ ଚାଇନା କପ୍ରେ ଚା ପିଇବୁ ଏଲିଆ ତାଙ୍କର କଜିନ୍ ଭଉଣୀ ବ୍ରିଜେଟ୍କୁ କହନ୍ତି ଯେ ଆଜି ସେମାନେ ଆର୍ଥିକ ଦୃଷ୍ଟିରୁ କେତେ ସ୍ୱଚ୍ଛଳ। ଏବେ ସେମାନେ କୌଣସି ଚିନ୍ତା ନ କରି ଏମିତି ସୁନ୍ଦର ଜିନିଷ ସହଜରେ କିଣିପାରୁଛନ୍ତି। କିନ୍ତୁ ବ୍ରିଜେଟ୍ ଏଥିରେ ଖୁସି ନ ହୋଇ ଅତୀତର ଦିନ ଗୁଡ଼ିକୁ ମନେ ପକାଇ ଉଦାସ ହୋଇଯାଉଛନ୍ତି। ସେ କହନ୍ତି, ମୁଁ ଚାହେଁ ସେହି ପୁରୁଣା ଭଲ ଦିନ ଗୁଡ଼ିକ ଫେରି ଆସନ୍ତା କି, ଯେତେବେଳେ ଆମେ ଧନୀ ନଥିଲୁ। ତାଙ୍କ କହିବା ଉଦ୍ଦେଶ୍ୟ ହେଲା, ଯେତେବେଳେ ସେମାନେ ଗରିବ ଥିଲେ ସେତେବେଳେ ପ୍ରତିଟି ଛୋଟ ସୁଖ ପାଇଁ ସେମାନଙ୍କୁ କଠିନ ପରିଶ୍ରମ ଓ ତ୍ୟାଗ କରିବାକୁ ପଡ଼ୁଥିଲା, ଯାହା ସେହି ଜିନିଷର ଆନନ୍ଦକୁ 1000 ଗୁଣରେ ବଢ଼ାଇ ଦେଉଥିଲା। ସେ ତାଙ୍କ ଯୌବନର 3ଟି ମୁଖ୍ୟ ଯେଉଁ ସ୍ମୃତି ମନେ ପକାଇ କହନ୍ତି କ'ଣ ନା, ପ୍ରଥମ ସ୍ମୃତି ହେଉଛି ଦ ଫୋଲିଓ ବୁକ୍, ଗୋଟେ ପୁରୁଣା ବହି। କେମିତି ଏଲିଆ ଗୋଟେ ପୁରୁଣା ବହି କିଣିବା ପାଇଁ ନିଜର ଚିରା ମଇଳା ବ୍ରାଉନ୍ ସୁଟ୍କୁ ଆହୁରି କିଛି ସପ୍ତାହ ପିନ୍ଧି ପଇସା ସଞ୍ଚୟ କରିଥିଲେ ଏବଂ ରାତି ଅଧରେ ବହିଟିକୁ ଘରକୁ ଆଣି ଭୋର ପର୍ଯ୍ୟନ୍ତ ତା'ର ପୃଷ୍ଠା ଗୁଡ଼ିକୁ ଅଠାରେ ଯୋଡ଼ୁଥିଲେ। ଦ୍ୱିତୀୟ ଏକ୍ଜାମ୍ପଲ୍ କ'ଣ ନା, ଦ ଆର୍ଟ ପ୍ରିଣ୍ଟ। ଲେଡି ବ୍ଲାଞ୍ଚ ନାମକ ଏକ ସୁନ୍ଦର ଚିତ୍ର କିଣିବା ପୂର୍ବରୁ ସେମାନେ କେମିତି ପଇସାକୁ ଦେଖୁଥିଲେ, ତାପରେ ଚିତ୍ରକୁ ଦେଖୁଥିଲେ ଏବଂ ମନରେ ଅନେକ ଦ୍ୱନ୍ଦ୍ୱ ପରେ ସେ ବହିଟିକୁ ସେମାନେ କିଣିଥିଲେ। ଥାର୍ଡ଼ ଏକ୍ଜାମ୍ପଲ୍ କ'ଣ ନା, ଦ ଥିଏଟର ଗ୍ୟାଲେରୀ। ଯେତେବେଳେ ସେମାନେ ମାତ୍ର ଗୋଟେ ସିଲିଂ ଦେଇ ଥିଏଟରରେ ଥିବା ସବୁଠାରୁ ଉପର ଶସ୍ତା ଗ୍ୟାଲେରୀକୁ କଷ୍ଟ ସହିକି ଯାଉଥିଲେ, ସେତେବେଳେ ନାଟକ ଦେଖିବାର ଯେଉଁ ଆନନ୍ଦ ଥିଲା, ଆଜି ଦାମୀ ଆସନରେ ବସି ମଧ୍ୟ ସେ ଆନନ୍ଦ ମିଳୁନାହିଁ। ଏଲିଆ କ'ଣ କରନ୍ତି, ବ୍ରିଜେଣ୍ଟଙ୍କର ଏହି କଥାକୁ ଧୈର୍ଯ୍ୟର ସହ ଶୁଣନ୍ତି ଏବଂ ସ୍ୱୀକାର କରନ୍ତି ଯେ ସେହି ଦିନଗୁଡ଼ିକ ପ୍ରକୃତରେ ସୁନ୍ଦର ଥିଲା। କିନ୍ତୁ ସେ ଏକ ବଡ଼ ଦାର୍ଶନିକ ସତ୍ୟ ପ୍ରକାଶ କରନ୍ତି। ସେମାନେ ଗରିବ ଥିଲେ ବୋଲି ଖୁସି ନଥିଲେ, ବରଂ ସେତେବେଳେ ସେମାନେ ୟଙ୍ଗ ଥିଲେ। ଯୌବନ ସମୟରେ ଯେକୌଣସି କଷ୍ଟକୁ ସହଜରେ ସହି ହୁଏ। ଏବେ ବାର୍ଦ୍ଧକ୍ୟ ସମୟରେ ଏହି ଧନ ସମ୍ପତ୍ତି ସେମାନଙ୍କ ପାଇଁ ଏକ ସୁରକ୍ଷା କବଚ ପରି, ଯାହା ଜୀବନର ଶେଷ ସମୟରେ କଷ୍ଟରୁ ସେମାନଙ୍କୁ ରକ୍ଷା କରିପାରୁଛି। ଯେହେତୁ ସମୟ ପଛକୁ ଫେରିବ ନାହିଁ, ସେଥିପାଇଁ ସେମାନଙ୍କୁ ବର୍ତ୍ତମାନର ପରିସ୍ଥିତିରେ ସନ୍ତୁଷ୍ଟ ରହି ସେହି ଚାଇନା କପ୍ ଉପରେ ଥିବା କାଳ୍ପନିକ ଖୁସିର ଦୁନିଆକୁ ଦେଖି ଆନନ୍ଦିତ ହେବାକୁ ପଡ଼ିବ। ତ ପିଲାମାନେ ଆର କୋର୍ ଥିମ୍ କ'ଣ? ପ୍ରଥମ କଥା ହେଉଛି ମନେ ରଖ, ଇମ୍ପୋର୍ଟାଣ୍ଟ ଜିନିଷ ଯେଉଁଟା ନା, ଅଭାବର ମୂଲ୍ୟ ଭର୍ସେସ୍ ପ୍ରାଚୁର୍ଯ୍ୟର ଶୂନ୍ୟତା। କ'ଣ ଅଭାବର ମୂଲ୍ୟ ବନାମ ପ୍ରାଚୁର୍ଯ୍ୟର ଶୂନ୍ୟତା? ନା, ଯେତେବେଳେ ଆମ ପାଖରେ କୌଣସି ଜିନିଷର ଅଭାବ ଥାଏ, ସେତେବେଳେ ତାକୁ ପାଇବା ପାଇଁ କରାଯାଉଥିବା ତ୍ୟାଗ ସେହି ଜିନିଷର ମୂଲ୍ୟ ବଢ଼ାଇ ଦେଇଥାଏ। କିନ୍ତୁ ପ୍ରାଚୁର୍ଯ୍ୟ ବା ପ୍ରଚୁର ଧନ ଥିଲେ ସବୁ ଜିନିଷ ସହଜରେ ମିଳିଯାଏ, ଫଳରେ ତା'ର ପ୍ରକୃତ ଆନନ୍ଦ ହଜିଯାଏ। 2ରେ ଅତୀତର ମୋହ, ଯେଉଁଟାକୁ ଆମେ ନଷ୍ଟାଲଜିଆ କହୁଛେ। କ'ଣ ମଣିଷର ମନ ସବୁବେଳେ ଅତୀତର କଷ୍ଟକୁ ଭୁଲିଯାଇ କେବଳ ସେଥିରେ ଥିବା ମଧୁରତାକୁ ମନେ ରଖେ। ବ୍ରିଜେଟ୍ ପ୍ରକୃତରେ ଗରିବ ହେବାକୁ ଚାହାନ୍ତି ନାହିଁ, କିନ୍ତୁ ସେ ଅତୀତର ସେହି ଉତ୍ସାହ ଓ ଅନୁଭୂତିକୁ ମନେ ପକାଉଛନ୍ତି। ତୃତୀୟ କଥା କ'ଣ
ଯୌବନ ଓ ବାର୍ଦ୍ଧକ୍ୟ ୟଥ ଭର୍ସେସ୍ ୟଙ୍ଗ କ'ଣ ନା ଏଇ ଯେଉଁ ପ୍ରବନ୍ଧରେ ସବୁଠାରୁ ବଡ଼ ବାର୍ତ୍ତା ହେଉଛି ଯୌବନ ହିଁ ସବୁଠାରୁ ବଡ଼ ସମ୍ପତ୍ତି। ବୟସ ବଢ଼ିବା ସହିତ ଯେତେବେଳେ ଶରୀର ଓ ମନର ଶକ୍ତି ଦୁଇଟାଙ୍କ କମିଯାଏ ସେତେବେଳେ ଧନ ସମ୍ପତ୍ତି କେବଳ ଏକ ସାହାରା ସାଜେ, କିନ୍ତୁ ତାହା ଯୌବନର ସେହି ସ୍ୱାଭାବିକ ଆନନ୍ଦକୁ ଫେରାଇ ଆଣିପାରେ ନାହିଁ। ବୁଝିପାରିଲ? ଏଇଟା ହେଉଛି ତା'ର ମୁଖ୍ୟ ତିନିଟାଙ୍କ ମନେ ରଖିବ, ବେସ୍ କରିକି ପରୀକ୍ଷାରେ ପରେ ଲେଖିବ। ଏଇ ଯେଉଁ ଓଲ୍ଡ ଚାଇନା ଚାର୍ଲସ ଲାମ୍ଙ୍କର ଏଇ ଯେଉଁ ବିଷୟଟି ବହୁତ ବ୍ୟକ୍ତିଗତ ଏବଂ ଆତ୍ମୀୟତା ଭରା ଭଳି ଲାଗେ, ନାହିଁ କି? ଏଥିରେ ଚାଇନା କପ୍ ପ୍ଲେଟ୍ ଯେଉଁ ଥିବା ସେଥିରେ ଅବାସ୍ତବ ସମୟହୀନ ଦୁନିଆ ସହିତ ମଣିଷ ଜୀବନର ବାସ୍ତବ ଓ ପରିବର୍ତ୍ତନଶୀଳ ସମୟର ଏକ ସୁନ୍ଦର ତୁଳନା କରାଯାଇଛି। ସରଳ ଭାଷାରେ ଏହା ଜୀବନର ସନ୍ତୋଷ ଏବଂ ମାନସିକ ସୁଖର ଏକ ଅନନ୍ୟ ଦଲିଲ। ବୁଝିପାରିଲ? ଆଜି ପାଇଁ ଏତିକି, ପୁଣି ଦେଖାବ ନେକ୍ସଟ କ୍ଲାସ୍ରେ। ରହୁଛି। ହାଭ୍ ଏ ଗୁଡ୍ ଡେ।